ଆପଣ କହିଥିଲେ ସତରେ କଣ ମୁଁ ମରିଯିବି? ନା ଏ ଘର ଛାଡିକି ମୁଁ କୁଆଡେ ଚାଲିଯିବି? ଏ ଘର ହଉଛି ମୋର, ମୁଁ ଏ ଘର ଛାଡି କୁଆଡେ ବି ଯାଇପାରିବିନି। ବୋହୂ ଥିଲି ନୁହଁ ବାପା, ଏବେ ବି ମୁଁ ଆପଣଙ୍କର ବୋହୂ ହେଇଅଛି। ଆଉ ସାରା ଜୀବନ ପାଇଁ ମୁଁ ଆପଣଙ୍କ ବୋହୂ ହେଇ ରହିବି। ଯଦି ମୋ ଉପରକୁ ଗୁଳି ଚଳେଇବା କଥା, ତାହେଲେ ଚଳାନ୍ତୁ ଗୁଳି ମୋ ଉପରକୁ ବାପା। ମୁଁ ଏଇଠି ଆପଣଙ୍କ ସାମ୍ନାରେ। ପ୍ରଥମତଃ ଜୟ ଜଗନ୍ନାଥ, ନମସ୍କାର ସମସ୍ତଙ୍କୁ। ଗୋଟେ କଳାକାର ପାଇଁ ଗୋଟେ ସମ୍ମାନିତ ହବା ଯେ ଲାଗିଯାଏ ଯେ ଟଙ୍କା ପଇସା ବଡ ନୁହେଁ, ବଡ ହଉଛି ସମ୍ମାନିତ। ମୋ କଳାଟାକୁ ମୁଁ ଲୋକଙ୍କ ସାମ୍ନାରେ ଠିକ ଭାବରେ ପରିବେଷଣ କରିପାରୁଛି କି ନାହିଁ, ସେ ପଛେ ହେଇଥାଉ ମାନେ ତାର କିଛି ମାନେ ଟଙ୍କା ଭେଲ୍ୟୁ ଅଧିକା ନଥାଇପାରେ, କିନ୍ତୁ ଗୋଟେ ସମ୍ମାନିତ ହବା, ଗୋଟେ କପ୍ ପାଇବା ଗୋଟେ କଳାକାର ପ୍ରତି ବହୁତ ମାନେ ଗର୍ବ ଆଉ ନିଜକୁ ଧନ୍ୟ ବୋଲି ଆମେ ମନେ କରୁ। ପ୍ରଥମତଃ ମତେ ଯୋଉ ଚରିତ୍ରଟି ମିଳେ, ମୁଁ ଚାହେଁ ନିଜକୁ ଚେଷ୍ଟା କରିକି ଦର୍ଶକ ପାଖରେ ମୋ କଳାକୁ ଠିକ ଭାବରେ ପହଞ୍ଚେଇବା ପାଇଁ। ଆଉ ଖଣ୍ଡଗିରି ଗୋଟେ ମହୋତ୍ସବ, 7-8ଟି ପାର୍ଟି ଯେହେତୁ ପଡିଛି, କମ୍ପିଟିସନ ନିଜ ନିଜ ଭିତରେ ହଉଛି, ଆଉ ଖୁସି ଅଛୁ, ଯାହା ଭଗବାନଙ୍କ ଇଚ୍ଛା। ପ୍ରଥମତଃ କହିବି ଲଢେଇ କଣ? କିଛି ଲଢେଇ ନାହିଁ। ଯାତ୍ରା 6ଟି ପାର୍ଟି ଆସିଛି, ଆମେ ସମସ୍ତେ କଳାକାର। ମାନେ ଅଡିଏନ୍ସ କାହାକୁ କେତେ ଦୂର ଗ୍ରହଣ କରୁଛନ୍ତି ନ କରୁଛନ୍ତି ସେଇଟା ଅଡିଏନ୍ସ ଉପରେ ନିର୍ଭର କରେ। ଲଢେଇ କିଛି ନୁହଁ, କିନ୍ତୁ ଆମକୁ ଖୁସି ଲାଗେ ଯେହେତୁ ଏତେ ମାନେ ଦର୍ଶକ ଦେଖିଲା ପରେ ମାନେ ନିଜକୁ ମାନେ ବଳ ଯେମିତି ଗୋଟେ ସାତସିଂହର ବଳ ଆସିଯାଏ ଯେ କଳାଟାକୁ ପରିବେଷଣ ଠିକ ଭାବରେ କରିବା ପାଇଁ। ସେମିତି କିଛି ଲଢେଇ ନାହିଁ, ବହୁତ ଖୁସି ଲାଗେ। କଳାକାର ମାନେ ଆସନ୍ତି, ଯାହା ସହିତ ଦେଖା ନ ହେଇଥାଏ, ଭେଟ ନ ହେଇଥାଏ, ତାଙ୍କୁ ଦେଖୁ, ବହୁତ ଖୁସି ଲାଗେ ଆଉ ମଜା ବି ଲାଗେ। ନା ପ୍ରଥମତଃ ମୁଁ କହିବି ବିନୋଦ ଯୋଗୁଁ ମୁଁ ବେବିନା। ବିନୋଦକୁ ବାହା ନ ହେଇଥିଲେ ମତେ ବେବିନା ବୋଲି କିଏ ଚିହ୍ନିଥାନ୍ତେ? ତାଙ୍କ ପାଇଁ। ଆଚ୍ଛା, ବର୍ତ୍ତମାନ ଖଣ୍ଡଗିରିରେ ସାପ ଅଛି, ଘୋଡା ଅଛି, ରୋବଟ ନାହିଁ, ସାପ ଘୋଡା ଅଛି, ଆପଣଙ୍କର ଚିହ୍ନ କେମିତି କଣ ସାମ୍ନା କରିବେ? ନା ମ ଚିଲ ନୁହଁ, ଆମର ଆକ୍ଚୁଆଲି କହିବାକୁ ଗଲେ ନକ ଦୁର୍ଭିକ୍ଷ ଗୋଟେ ସତ୍ୟ ଘଟଣାକୁ ନେଇକି ହେଇଛି। କିଛି ତା ଦେହରେ ଗୋଟେ ନାଟକୀୟ ଧରଣର ଜିନିଷ ନାହିଁ। ପ୍ରଥମତଃ କହିବି, ଯାହା ଯାହା ଓଡିଶାରେ ଘଟିଥିଲା ସେତେବେଳ ସମୟରେ ସେଇଆକୁ ପରିବେଷଣ କରାଯାଇଛି। ଶାଗୁଣା ଯେହେତୁ ଖାଉଥିଲେ ମଣିଷ ମାଂସକୁ, ଶାଗୁଣାଟା ସତରେ ତ ଆମେ ଆଣିପାରିବୁନି, ତାକୁ କିଛି ଗୋଟେ ରୂପାନ୍ତର ଦେଇକି ତାକୁ ପରିବେଷଣ କରାଯାଇଛି ଦର୍ଶକ ଆଗରେ, ଆଉ କିଛି ନାହିଁ। ନିଶ୍ଚୟ ଦେବେ, ଯେହେତୁ ଗୋଟେ ସତ୍ୟ ଘଟଣା, ଐତିହାସିକ ଘଟଣା, ନାଟକ ନାହିଁ। ଯଦି ଶେଷ ପର୍ଯ୍ୟନ୍ତ ଯୋଉ ଦର୍ଶକ ବନ୍ଧୁ ଠିକ ଭାବରେ ରହିବେ ଦେଖିବା ପାଇଁ, ତାଙ୍କୁ ନିଶ୍ଚୟ ଭଲ ଲାଗିବ ନାଟକ। ଡାଇଲଗ ତ କହିଥିଲି ସେଦିନ, ଆଉ ଗୋଟେ ନାଟକରେ କହୁଛି। ହଁ, ସେ ପାଥାଟିକ ନାଟକର ଡାଇଲଗ କହୁଛି। ଆପଣ କହିଥିଲେ ସତରେ କଣ ମୁଁ ମରିଯିବି? ନା ଏ ଘର ଛାଡିକି ମୁଁ କୁଆଡେ ଚାଲିଯିବି? ଏ ଘର ହଉଛି ମୋର, ମୁଁ ଏ ଘର ଛାଡି କୁଆଡେ ବି ଯାଇପାରିବିନି। ବୋହୂ ଥିଲି ନୁହଁ ବାପା, ଏବେ ବି ମୁଁ ଆପଣଙ୍କର ବୋହୂ ହେଇଅଛି। ଆଉ ସାରା ଜୀବନ ପାଇଁ ମୁଁ ଆପଣଙ୍କ ବୋହୂ ହେଇ ରହିବି। ଯଦି ମୋ ଉପରକୁ ଗୁଳି ଚଳେଇବା କଥା, ତାହେଲେ ଚଳାନ୍ତୁ ଗୁଳି ମୋ ଉପରକୁ ବାପା। ମୁଁ ଏଇଠି ଆପଣଙ୍କ ସାମ୍ନାରେ ଏ ଘରର ଏରୁଣ୍ଡି ବନ୍ଧଟେ ଭିତରକୁ ଯାଉଛି। ଚଳାନ୍ତୁ ଗୁଳି ମୋ ଉପରକୁ ବାପା, ଚଳାନ୍ତୁ ମୋ ଉପରକୁ ଗୁଳି। ଯେହେତୁ ଯାତ୍ରାରେ ମୋର 3 ବର୍ଷର କ୍ୟାରିୟର, 3 ବର୍ଷ କମ୍ପ୍ଲିଟ ବି ହେଇନି, ଚାଲିଛି, ତ ମତେ ବହୁତ ଖୁସି ଲାଗୁଛି। ଆଉ ଯୋଉମାନେ ମତେ ଭଲ ପାଇବା ଦେଇଛନ୍ତି, ଆଶୀର୍ବାଦ, ମୋ ବାପା ମା ଭଗବାନ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ହୁଏତ ତାଙ୍କ ମାନଙ୍କ ଭଲ ପାଇବା ଆଶୀର୍ବାଦ ନଥିଲେ ମୁଁ ଆଜି ଏଇଠି ନଥାନ୍ତି, ତ ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଗ୍ରାଣ୍ଡ ମହଲର ମେଲୋଡିରେ ଆପଣଙ୍କର ଜଲବା ବହୁତ ପ୍ରକାର ଦେଖିବାକୁ ମିଳେ, ନମସ୍କାର ଗୀତ ଗାଆନ୍ତି। କେତେ ପେସେନ୍ସ ନେଇକି ଆପଣ ଗାଆନ୍ତି ଗୀତ? ପେସେନ୍ସ ତ ସେମିତି ବହୁତ ନବାକୁ ପଡିବ, କାରଣ ଆମେ ସବୁବେଳେ ଚାହିଁବୁ କଳାକାର ମାନେ ଦର୍ଶକ ମାନଙ୍କୁ ଭଲ ଲାଗିବା ଦରକାର, ତ ସେଇ ଟାଇପ ର ଆମକୁ ପରଫମାନ୍ସ କରିବା ପାଇଁ ପଡେ। ସେମିତି ଗୋଟେ ପୋଷ୍ଟ ମୁଁ ଦେଖିଥିଲି ଆପଣଙ୍କର 2-3 ଦିନ ତଳେ କରିଥିଲେ, ଯୋଉମାନେ ଆୱାର୍ଡ ଦେବା ପାଇଁ ଡାକନ୍ତି ପଇସା ମାଗନ୍ତି। ଏଇଟା ମତେ ପଚାରନ୍ତୁନି, କଣ୍ଟ୍ରୋଭର୍ସି ଆଡକୁ ମୁଁ ଚାଲିଯିବି। କାରଣ ପୋଷ୍ଟ ଆପଣ କରିଥିଲେ ଫେସବୁକରେ, ସୋସିଆଲ ମିଡିଆରେ, କଣ ତା ସତ୍ୟତା କଣ? ସେଇଟା ସତ୍ୟତା ଅଛି ବୋଲି ମୁଁ ପୋଷ୍ଟ କରିଥିଲି। ସେମିତି କିଛି ମୋ ସଫିସିଏଣ୍ଟ ସେମିତି ପ୍ରୁଫ୍ ବି ଅଛି ଯେ ମତେ ଟଙ୍କା ସେମିତି ମାଗିଲେ ଆୱାର୍ଡ ପାଇଁ, ମୁଁ ତାଙ୍କ ନାଁ ନେବିନି। ସେଟା ସତ, ସେଟା ମିଛ ନୁହେଁ, ସତ। ସେଥିପାଇଁ ପୋଷ୍ଟ କରିଥିଲି, କିନ୍ତୁ ଯେହେତୁ ମୁଁ ଗୋଟେ କଳାକାର, ଆପଣ ମାନେ ଜାଣିଛନ୍ତି ଟିକେ ପାନରୁ ଚୂନ ଖସିଗଲେ କଣ୍ଟ୍ରୋଭର୍ସି ଆଡକୁ କଥା ଚାଲିଯିବ, ସେଥିପାଇଁ ସେ କଥା ଡିଲିଟ୍ କରିଦେଇଥିଲି। ଆନ୍ସର ସେମିତି କିଛି ତାଙ୍କ ଆଡୁ କିଛି କ୍ୱେଶ୍ଚନ ଆସିନଥିଲା, ଯେହେତୁ ତାଙ୍କର ଭୁଲ ଥିଲା, ତ ସେମିତି କିଛି ତାଙ୍କ ଆଡୁ କିଛି ମୋ ପାଇଁ କିଛି କ୍ୱେଶ୍ଚନ ନଥିଲା। ଯଦି କ୍ୱେଶ୍ଚନ କରିବେ ତ ମୁଁ
ପ୍ରମାଣ ସହିତ ତାଙ୍କୁ କହିବି ଆନିମଲଟା ଦେବି। ଧନ୍ୟବାଦ।